ଗୋମାତାଙ୍କ ସେବା କରିଲେ ବହୁତ ଶୁଭ ଫଳ ମିଳେ। ଏହା ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ରଖିଥାଏ। ଗୋମାତା ଗାଈକୁ ମାନାଯାଏ ଶ୍ରୀକୃଷ୍ଣଙ୍କ ଅତି ପ୍ରିୟ ଓ ସମସ୍ତ ଦେବତା ତାଙ୍କ ଶରୀରରେ ବାସ କରନ୍ତି। ଗୋମାତାଙ୍କ ସେବା କଲେ ପୂର୍ବ ଜନ୍ମର କିମ୍ବା ବର୍ତ୍ତମାନ ଜୀବନର କିଛି ପାପ କ୍ଷୟ ହୁଏ। ଘରେ ଗାଈକୁ ସେବା ଓ ଖାଇବାକୁ ଦେଲେ ଘରେ ଲକ୍ଷ୍ମୀ ନିବାସ କରନ୍ତି। ଗୋ ସେବା କରୁଥିବା ଦମ୍ପତି ଉତ୍ତମ ସନ୍ତାନ ପାଇଥାନ୍ତି। ଗୋମାତାଙ୍କ ପାଦ ଧୂଳି ଓ ଗୋଧୂଳି ଘରକୁ ଶାନ୍ତି ଓ ପବିତ୍ରତା ଦିଏ। ଯେଉଁଠି ଗୋ ସେବା ହୁଏ ସେଠି ଧର୍ମ ଓ କର୍ମ ମଧ୍ୟ ସଫଳ ହୁଏ। ଗୋ ସେବାକୁ ଶାସ୍ତ୍ରରେ ମୋକ୍ଷଦାୟିନୀ କାର୍ଯ୍ୟ ବୋଲି ବର୍ଣ୍ଣନା କରାଯାଇଛି। ଉଦାହରଣ ପୁରାଣ ଗଳ୍ପରେ ବ୍ରହ୍ମ ଋଷି ମୁନି ଓ ଭକ୍ତମାନେ ଗୋମାତାଙ୍କ ସେବା ଦ୍ୱାରା ଦେବତାଙ୍କ ଆଶୀର୍ବାଦ ପାଇଥିଲେ ଏବଂ ତାଙ୍କ ଜୀବନ ଶୁଭ ଓ ଦିବ୍ୟ ହୋଇଯାଇଥିଲା। ଗୋମାତାଙ୍କ ସେବା କରିଲେ ହିନ୍ଦୁ ଶାସ୍ତ୍ର ଓ ପୁରାଣ ଅନୁଯାୟୀ ଅନେକ ଶୁଭ ଫଳ ମିଳେ। ଗୋମାତା ସେବାର ନବଗ୍ରହ ଶାନ୍ତି। ଗୋମାତାଙ୍କ ସେବା କଲେ ନବଗ୍ରହ ଦୋଷ ଶାନ୍ତି ହୁଏ। ଶନି ରାହୁ କେତୁ ଦୋଷ ହ୍ରାସ ପାଏ। ଆପଣଙ୍କ ଜୀବନରେ ଯେଉଁ କଷ୍ଟ ବାଧା ଆସୁଛି ସେମାନେ ପୂର୍ବ ଜନ୍ମର କର୍ମ ହୋଇପାରେ। ଗୋ ସେବା ଦ୍ୱାରା ଏହା ହ୍ରାସ ପାଏ। ଘରେ ଅନ୍ନ ଧନ ଓ ଭୋଜନର କ୍ଷୟ ନ ହୁଏ। ଗୋମାତା ଲକ୍ଷ୍ମୀ ରୂପେ ଘରେ ବାସ କରନ୍ତି। ଗୋମାତା ଦେହରେ ବେଦ ଶାସ୍ତ୍ର ତୀର୍ଥ ଓ ଦେବତାମାନେ ବାସ କରନ୍ତି। ତାଙ୍କୁ ସେବା କଲେ ମନ ଶାନ୍ତ ହୁଏ ଭକ୍ତି ଜାଗେ। ବ୍ରହ୍ମପୁରାଣ ଅନୁଯାୟୀ ଯେଉଁମାନେ ଗୋମାତାଙ୍କ ସେବା କରନ୍ତି ସେମାନେ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତ ହୁଅନ୍ତି। ଗୋଧୂଳି ଗୋମାତା ପାଖରେ ଦୀପ ଜଳିଲେ ଅଶୁଭ ଶକ୍ତି ଘରରୁ ପଳାଇ ଯାଆନ୍ତି। ଗୋମାତାଙ୍କ ଚରଣ ଧୋଇବା ଚରଣାମୃତ ପାନ କରିବା ଗୋମୂତ୍ର ଦାନ କରିବା ଏଗୁଡ଼ିକ ତୀର୍ଥ ସ୍ନାନ ସମାନ ପୁଣ୍ୟ ଦିଏ। ଗୋମାତାଙ୍କ ସେବା ବା ପୂଜା କରିବା ଦ୍ୱାରା ଏହି ଅନ୍ୟ ଶୁଭ ଫଳମାନେ ମିଳିଥାଏ। ଯେଉଁ ଦମ୍ପତି ଦୀର୍ଘ ଦିନ ଧରି ସନ୍ତାନ ସୁଖ ପାଇଁ ଅପେକ୍ଷା କରିଛନ୍ତି ସେମାନେ ଯଦି ଭକ୍ତି ଭାବରେ ଗୋ ସେବା କରନ୍ତି ତେବେ ମା ଗୋମାତାଙ୍କ ଆଶୀର୍ବାଦରେ ସନ୍ତାନ ପ୍ରାପ୍ତି ହୁଏ। ଘରେ ଯଦି ଅଭାବ ଝଗଡ଼ା ଓ ଦୁଃଖ ଅଛି ଗୋମାତାଙ୍କ ଚରଣ ସେବା ଏହାକୁ ଶାନ୍ତ କରେ। ପୁରାଣରେ କୁହାଯାଇଛି ମୃତ୍ୟୁ ପରେ ଯମ ନଦୀ ପାର କରିବାକୁ ଗୋମାତା ରୂପ ନେଇ ଏକ ଦିବ୍ୟ ନାଉକା ଭାବେ ମିଳେ। ଗୋମୂତ୍ର ଓ ଗୋଧୂଳି ବ୍ୟବହାର କଲେ ଶରୀରର ରୋଗ ବ୍ୟାଧି ଅନେକ ହାରିଯାଏ। ଏହି ଉପଚାର ପ୍ରାଚୀନ ଆୟୁର୍ବେଦ ଅନୁଯାୟୀ ହୋଇଥାଏ। ଗୋମୂତ୍ର ଓ ଗୋଧୂଳି ବ୍ୟବହାର କଲେ ଶରୀରର ରୋଗ ବ୍ୟାଧି ଅନେକ ହାରିଯାଏ। ଏହି ଉପଚାର ପ୍ରାଚୀନ ଆୟୁର୍ବେଦିକ ଅନୁଯାୟୀ ଗୋ ସେବା ମାନେ ଶାନ୍ତ କରେ ଭୟ ଅବସାଦ ଦୂର ହୁଏ। ଗୋମାତାଙ୍କ ଶ୍ୱାସରେ ଗଙ୍ଗା ତଥା ତୀର୍ଥ ରହିଥାଏ ବୋଲି ବେଦ ପୁରାଣରେ କୁହାଯାଇଛି। ଯେଉଁମାନେ ଜୀବନର ଶେଷ ଦିନ ଗୋ ସେବା କରନ୍ତି ସେମାନେ ପୁଣ୍ୟ ଆତ୍ମା ଭାବେ ଦେହ ଛାଡ଼ନ୍ତି। ଶ୍ରୀକୃଷ୍ଣ ଓ ବଳଭଦ୍ର ମଧ୍ୟ ବାଲ୍ୟକାଳରେ ଗୋମାତାଙ୍କ ସେବା କରି ଗୋପାଳ ଓ ଗୋବିନ୍ଦ ଭାବେ ପୂଜିତ ହେଲେ। ଗୋମାତାଙ୍କ ସେବା ଏତେ ବିଶେଷ ଓ ଶକ୍ତିଶାଳୀ ଯେ ଶାସ୍ତ୍ର ଓ ପୁରାଣରେ ଅନେକ ଗୁପ୍ତ ରହସ୍ୟ ଉଲ୍ଲେଖ ଅଛି। ଆଉ କିଛି ଶ୍ରଦ୍ଧା ଓ ଧାର୍ମିକ ଫଳ ରହିଛି। ଗୋମାତାଙ୍କ ସେବା ଓ ରକ୍ଷା କରିବା ଲକ୍ଷ୍ମୀ ସେବା ସମାନ। ଗୋମାତା ଯେଉଁଠି ଥାଆନ୍ତି ସେଠି ଧନ ଧାନ୍ୟ ଭରିପୂର ହୁଏ। ଗୋ ସେବା ଦ୍ୱାରା ପିତୃ ଦେବତା ଖୁସି ହୁଅନ୍ତି। ଯେଉଁଠି ଗୋଦାନ କରାଯାଏ ସେଠି ପିତୃ ଦେବତାଙ୍କ ଆଶୀର୍ବାଦ ମିଳେ। ଅନେକ ଘରେ ସୁଖ ଜୀବନ ଓ ଧନ ଥିଲେ ମଧ୍ୟ ଶାନ୍ତି ନାହିଁ। ଗୋ ସେବା ଏହାର ଶୁଭ ପରିବର୍ତ୍ତନ ଆଣେ। ଦୈବ ଦୃଷ୍ଟିରେ ଗୋମାତା ଥିବା ସ୍ଥାନ ଅପବିତ୍ର ହୁଏ ନାହିଁ। ସେଠି ଦେବତା ରହନ୍ତି ବୋଲି ବିଶ୍ୱାସ। ଗୋମାତାଙ୍କ ସେବା ମାନବ ଜୀବନକୁ
ନୈତିକ ଶକ୍ତି, ଆତ୍ମବିଶ୍ୱାସ ଓ ଧୈର୍ଯ୍ୟ ଦିଏ। ବେଦରେ କୁହାଯାଇଛି ଯେ ଗୋମାତା ଶରୀରରେ ସମସ୍ତ ଦେବୀ ଦେବତା ବାସ କରନ୍ତି। ତେଣୁ ଗୋ ସେବା କରିବା ମାନେ ସମସ୍ତ ଦେବତାଙ୍କ ପୂଜା କରିବା ସମାନ। ଆଉ କିଛି ଅତ୍ୟନ୍ତ ଦୁର୍ଲଭ ଓ ଗୁପ୍ତ ଫଳ ଅଛି ଯାହା ଗୋମାତାଙ୍କ ସେବା ଦ୍ୱାରା ମିଳେ। ଯେଉଁ ବ୍ୟକ୍ତି ପୂର୍ବ ଜନ୍ମର ଋଣ ଓ କର୍ମ ବନ୍ଧନରେ ବନ୍ଧା ଥାନ୍ତି ସେମାନେ ଗୋ ସେବା ଦ୍ୱାରା ମୁକ୍ତ ହୁଅନ୍ତି। ଗୋମାତାଙ୍କ ଆଶୀର୍ବାଦ ରହିଲେ ଶନି, ରାହୁ, କେତୁ ଦୁଷ୍ଟ ଗ୍ରହମାନେ ଶାନ୍ତ ହୋଇ ଦୟାଳୁ ହୁଅନ୍ତି। ଶାସ୍ତ୍ର କୁହେ ଯେଉଁ ମନୁଷ୍ୟ ଗୋରକ୍ଷା ଓ ସେବା କରେ ମୃତ୍ୟୁବେଳେ ଯମଦୂତ ତାଙ୍କୁ ସ୍ପର୍ଶ କରିପାରନ୍ତି ନାହିଁ, ବରଂ ଦେବଦୂତ ନେଇଯାଆନ୍ତି।